ଦାଉଦ ତାଙ୍କ ଜୀବନର କଠିନ ସମୟରେ ଓ ବିପଦରୁ ରକ୍ଷା ପାଇବା ନିମନ୍ତେ ଗୋଟିଏ ସ୍ଥାନ ମନୋନୀତ କରିଥିଲେ। ତାହା କ'ଣ ଜାଣନ୍ତି? ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଯିବା। ଆଜି ଆମ ସୁରକ୍ଷା ନିମନ୍ତେ ଆମେ କାହା ନିକଟକୁ ଯାଉଛୁ? କିଏ ଆମମାନଙ୍କ ସୁରକ୍ଷା ଅଟନ୍ତି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭା ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ବଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। প্রিয় দর্শক বন্ধু নমস্কার। প্রভু যীশুଙ୍କ ମଧୁର ନାମରେ ଆପଣଙ୍କୁ ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆପଣ କେମିତି ଅଛନ୍ତି? ମୋର ବିଶ୍ୱାସ ପ୍ରଭୁଙ୍କ ଦୟା ଓ ଅନୁଗ୍ରହରୁ ଆପଣ ନିଶ୍ଚୟ ଭଲ ଥିବେ। ଆପଣ ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି, ଶିକ୍ଷା ଲାଭ କରୁଛନ୍ତି ଓ ଆତ୍ମିକ ଜୀବନରେ ବଢ଼ୁଛନ୍ତି, ସେଥିପାଇଁ ମୁଁ ବିଶେଷ ଆନନ୍ଦିତ। ପ୍ରଭୁ ଆପଣଙ୍କୁ ବହୁଳ ଭାବେ ଆଶୀର୍ବାଦ କରନ୍ତୁ। ଆପଣଙ୍କ ମତାମତ ନିଶ୍ଚୟ ଆମକୁ ଟିଭି ସ୍କ୍ରିନ୍ରେ ଦିଆଯାଇଥିବା ନମ୍ବରରେ ଜଣାଇବେ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ମଧ୍ୟରୁ ଅନେକ ଆମମାନଙ୍କୁ ଫୋନ୍ରେ ଯୋଗାଯୋଗ କରୁଛନ୍ତି। ଯଦି ଆପଣ ଏପର୍ଯ୍ୟନ୍ତ ଆମ ସହିତ ଯୋଗାଯୋଗ କରିନାହାନ୍ତି, ଆଜି ହିଁ ଆମ ସହିତ ଯୋଗାଯୋଗ କରନ୍ତୁ। ଯଦି ଆପଣଙ୍କର କିଛି ଜାଣିବାର ବିଷୟ ରହିଛି, ଆମମାନଙ୍କୁ ଫୋନ୍ରେ କହିପାରିବେ। ଆମେ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ। ଆସନ୍ତୁ ଆଜିର କାର୍ଯ୍ୟକ୍ରମ ମଧ୍ୟକୁ ଯିବା। ଆମେ ଏହି ଦିନମାନଙ୍କରେ ଗୀତ ସଂହିତା ଅଧ୍ୟୟନ କରୁଛୁ। ଗତ ପାଠରେ ଆମେ ଗୀତ 51 ଉପରେ ଅଧ୍ୟୟନ କରୁଥିଲୁ। ସେଠାରେ ଦାଉଦ କିପରି ନିଜ ପାପ ନିମନ୍ତେ ଅନୁତାପ କରୁଛନ୍ତି ଓ ଈଶ୍ୱରଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛନ୍ତି, ତାହା ଆମେ ଦେଖିଛୁ। ଆଜିର ଅଧ୍ୟୟନରେ ଆମେ ଗୀତ ସଂହିତା 52ରୁ 55 ପର୍ଯ୍ୟନ୍ତ ଅଧ୍ୟୟନ କରିବା। ଏ ସମସ୍ତ ଗୀତରେ ଦାଉଦ କିପରି ଜୀବନରେ ବିଭିନ୍ନ ପରିସ୍ଥିତି ମଧ୍ୟ ଦେଇ ଗତି କରିଛନ୍ତି, ତାଙ୍କ ପ୍ରତି ବିଶ୍ୱାସଘାତକତା ହୋଇଛି, ଦୁଷ୍ଟାଚରଣ କରିଛନ୍ତି ଓ ରାଜା ହେଲେ ମଧ୍ୟ ଜୀବନରେ ବିଭିନ୍ନ ପ୍ରକାର ପରିସ୍ଥିତି ମଧ୍ୟ ଦେଇ ସେ ଯାଇଛନ୍ତି। କିନ୍ତୁ ତାଙ୍କ ଜୀବନର ସବୁ ପରିସ୍ଥିତିରେ ଗୋଟିଏ ବିଷୟ ଶିଖିଥିଲେ। ତାହା କ'ଣ ଜାଣନ୍ତି? ସେ ଈଶ୍ୱରଙ୍କ ଉପରେ ନିର୍ଭର ରଖିଥିଲେ। ତେଣୁ 52 ଗୀତରେ ଯେଉଁମାନେ ଦୁଷ୍ଟାଚରଣ କରନ୍ତି, କୋଠର ବ୍ୟବହାର କରନ୍ତି, ଯେଉଁମାନେ ଈଶ୍ୱରଙ୍କ ଉପରେ ନିର୍ଭର କରିବା ଅପେକ୍ଷା ନିଜ ଉପରେ ନିର୍ଭର କରୁଛନ୍ତି, ସେମାନଙ୍କ ବିଷୟରେ କହୁଛନ୍ତି ଯେ ଈଶ୍ୱର ସେମାନଙ୍କୁ ସମୁଚିତ ଫଳ ଦିଅନ୍ତୁ। ଦାଉଦ ତାଙ୍କ ଜୀବନର କଠିନ ସମୟରେ ଓ ବିପଦରୁ ରକ୍ଷା ପାଇବା ନିମନ୍ତେ କେବଳ ଗୋଟିଏ ସ୍ଥାନ ମନୋନୀତ କରିଥିଲେ। ତାହା କ'ଣ ଜାଣନ୍ତି? ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଯିବା। ଆଜି ଆମେ କେଉଁଠାରୁ ସୁରକ୍ଷା ପାଇବା? ଆମମାନଙ୍କ ସୁରକ୍ଷା କେଉଁଠାରେ? ଆମେ କ'ଣ ଈଶ୍ୱରଙ୍କ ଉପରେ ନିର୍ଭର ରଖୁଛୁ କି? ଆସନ୍ତୁ ଏ ସମ୍ପର୍କରେ ଅଧିକ ଅଧ୍ୟୟନ କରିବା ପୂର୍ବରୁ ଏକ ଭକ୍ତିମୂଳକ ଗୀତ ଶୁଣିବା। ମୋ ସାଥେ ପ୍ରଭୁ ତୁମେ ଚାଲୁଅଛ ଏ ଦୀର୍ଘ ଜୀବନ ପଥେ, ମୋ ପାଶେ ଯୀଶୁ ତୁମେ ରହିଅଛ କି ଆଶ୍ଚର୍ଯ୍ୟ ପ୍ରେମ ସତେ। ମୋ ସାଥେ ପ୍ରଭୁ ତୁମେ ଚାଲୁଅଛ ଏ ଦୀର୍ଘ ଜୀବନ ପଥେ, ମୋ ପାଶେ ଯୀଶୁ ତୁମେ ରହିଅଛ କି ଆଶ୍ଚର୍ଯ୍ୟ ପ୍ରେମ ସତେ। ଧୂଳି ଠାରୁ ହୀନ ମୁଁ ଯେ କରିନ ତୁଚ୍ଛ ମତେ, ଏ ଯାଏ ବୋହି ଆଣିଛ ମତେ କି ଅତୁଲ୍ୟ ପ୍ରେମ ସତେ। ଏ ଯାଏ ବୋହି ଆଣିଛ ମତେ କି ଅତୁଲ୍ୟ ପ୍ରେମ ସତେ।
ତୃଷ୍ଣାରେ ଦିନେ ଆତୁର ହୋଇ ଭାବୁଥିଲି ଯେ ଯିବି ମୁଁ ମରି। ତୃଷ୍ଣାରେ ଦିନେ ଆତୁର ହୋଇ ଭାବୁଥିଲି ଯେ ଯିବି ମୁଁ ମରି। ଜୀବନର ଜଳେ ତୃପ୍ତ କରି ଜୀବନ ପାତ୍ର ମୋ ଦେଲ ଯେ ଭରି। ଜୀବନର ଜଳେ ତୃପ୍ତ କରି ଜୀବନ ପାତ୍ର ମୋ ଦେଲ ଯେ ଭରି। ଏ ଯାଏ ବୋହି ଆଣିଛ ମତେ କି ମଧୁର ପ୍ରେମ ସତେ। ଏ ଯାଏ ବୋହି ଆଣିଛ ମତେ କି ମଧୁର ପ୍ରେମ ସତେ। ମୋ ସାଥେ ପ୍ରଭୁ ତୁମେ ଚାଲୁଅଛ ଏ ଦୀର୍ଘ ଜୀବନ ପଥେ। ମୋ ପାଶେ ଯୀଶୁ ତୁମେ ରହିଅଛ କି ଆଶ୍ଚର୍ଯ୍ୟ ପ୍ରେମ ସତେ। ଭ୍ରାନ୍ତିରେ ଏକ ପଥିକ ପରି ହଜିଲି ବିଜନ କାନ୍ତାରେ ଘୁରି। ଭ୍ରାନ୍ତିରେ ଏକ ପଥିକ ପରି ହଜିଲି ବିଜନ କାନ୍ତାରେ ଘୁରି। ଜୀବନର ପଥେ ନେଲ ତୋଳି ପ୍ରଚୁର ଜୀବନେ ପୂର୍ଣ୍ଣ କରି। ଜୀବନର ପଥେ ନେଲ ତୋଳି ପ୍ରଚୁର ଜୀବନେ ପୂର୍ଣ୍ଣ କରି। ଏ ଯାଏ ବୋହି ଆଣିଛ ମତେ କି ଅସୀମ ପ୍ରେମ। ଆଜି ଆମେ ଗୀତ 52 ପର୍ବଠାରୁ ଆରମ୍ଭ କରି 55 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପାଇଁ ଯିବା। ତେବେ 52 ପର୍ବର ମୁଖ୍ୟ ପ୍ରସଙ୍ଗ ହେଉଛି ଭଣ୍ଡ ଖ୍ରୀଷ୍ଟ ଯିଏକି ଦୁଷ୍ଟତାରେ ଅତି ଶକ୍ତିଶାଳୀ। ଗୀତ 52 ପର୍ବରୁ 55 ପର୍ବ ମଧ୍ୟରେ ଆମେ ସେହି ଭଣ୍ଡ ଖ୍ରୀଷ୍ଟର ଆଗମନ ନେଇ ଲକ୍ଷ୍ୟ କରିବାକୁ ପାରୁ। ସେ ହେଉଛି ପାପର ମନୁଷ୍ୟ, ଯିଏକି ସେହି ଆଗାମୀ ମହାକ୍ଲେଶର ସମୟରେ ତାହାର ପ୍ରାଦୁର୍ଭାବ ଏହି ଜଗତ ଉପରେ ବିସ୍ତାର କରିବ ଓ ଇସ୍ରାଏଲ ଉପରେ ପ୍ରଭାବ ବିସ୍ତାର କରିବ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ଜିତ ପାର୍ବତୀୟ ଆଲୋଚନା ମଧ୍ୟରେ ଏହି ଭଣ୍ଡ ଖ୍ରୀଷ୍ଟର ଆଗମନ କରିବା ନେଇ ପ୍ରକାଶ କରିଥିଲେ। ଏପରିକି ଭାଓବାଦୀ ଦାନିଏଲ ଓ ପ୍ରେରିତ ପାଉଲ ମଧ୍ୟ ଏହି ଭଣ୍ଡ ଖ୍ରୀଷ୍ଟର ଆଗମନ ବିଷୟ ନେଇ ପ୍ରକାଶ କରନ୍ତି। ଏହି ଚାରୋଟି ଯାକ ଗୀତକୁ ମସ୍କିଲ ବୋଲି କୁହାଯାଏ, ଯାହାର ଅର୍ଥ ଶିକ୍ଷା ବା ଉପଦେଶ। ଏମାନେ ସେହି ଆଗାମୀ ଭବିଷ୍ୟତ ବିଷୟ ନେଇ ବିଶେଷ ତଥା ନିଗୂଢ଼ ଆତ୍ମିକ ସତ୍ୟମାନ ପ୍ରଦାନ କରନ୍ତି। ଏହି ଗୀତଗୁଡ଼ିକ ସେହି ଭଣ୍ଡ ଖ୍ରୀଷ୍ଟର ଆଗମନ କରିବା ନେଇ ଭାବବାଣୀ ଆକାରରେ ପ୍ରକାଶ କରନ୍ତି। ଏଠାରେ ମୁଁ ପୁନର୍ବାର ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଏହି ଗୀତଗୁଡ଼ିକର ଶିରୋନାମା ବା ଉପର ଲିଖନ ଈଶ୍ୱର ନିଶ୍ୱାସିତ ଓ ଏହା ଗୀତର ଅଂଶବିଶେଷ। ଦାଉଦ ଇଦୋମୀୟ ଦୋଏଗ ଦ୍ୱାରା ପ୍ରତାରିତ ହେବା ସମୟରେ ରଚିତ, ଅର୍ଥାତ୍ ଦାଉଦ ଅହିମେଲକର ଗୃହକୁ ଆସିଅଛନ୍ତି ବୋଲି ଇଦୋମୀୟ ଦୋଏଗ ସାଉଲଙ୍କୁ ସମ୍ବାଦ ଦେବାବେଳେ ରଚିତ। ଦାଉଦ ଅନେକ ଲୋକଙ୍କ ଦ୍ୱାରା ଆଘାତପ୍ରାପ୍ତ ହୋଇ ପ୍ରତାରିତ ହୋଇଥିଲେ, ଯେଉଁମାନେ କି ତାହାଙ୍କର ବନ୍ଧୁ ବୋଲି ପରିଚୟ ଦେଉଥିଲେ। ତେବେ ସେମାନଙ୍କ ମଧ୍ୟରୁ ଜଣକୁ ଆମେ ଏହି ବିଭାଗ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା ଓ ଏହି ପ୍ରତାରକ ସେହି ଭଣ୍ଡ ଖ୍ରୀଷ୍ଟକୁ ପ୍ରକାଶ କରେ, ଯିଏକି ଭବିଷ୍ୟତରେ ଆଗମନ କରିବାକୁ ଅଛି। ତେବେ 52 ପର୍ବର ପ୍ରଥମ 4 ପଦ ମଧ୍ୟରେ ଆମେ ସେହି ଭଣ୍ଡ ଖ୍ରୀଷ୍ଟର ଚିହ୍ନ କ'ଣ ତାହା ଲକ୍ଷ୍ୟ କରିବାକୁ ପାରିବା। 52 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ବୀର, ତୁମେ ଅନିଷ୍ଟ କର୍ମରେ କାହିଁକି ଦର୍ପ କରୁଅଛ? ସେ ନିଜର ପାପ ବିଷୟରେ ଦର୍ପ କରିବ। ଦାଉଦ ଯେତେବେଳେ ପାପ କଲେ ସେ ନୀରବ ରହିଲେ, କାରଣ ସେ ନିଜ ପାପ ବିଷୟରେ ଅତି ଦୁଃଖିତ ଥିଲେ ଓ ଅନୁତପ୍ତ ଥିଲେ। ତାହା ହିଁ ହେଉଛି ଈଶ୍ୱରଙ୍କ ସନ୍ତାନ ଓ ଶୟତାନର ସନ୍ତାନ ମଧ୍ୟରେ ଭିନ୍ନତା। ସେ ପାପ କଲେ ତହିଁର ବାହାଦୁରୀ ନିଏ, ମାତ୍ର ଈଶ୍ୱରଙ୍କ ସନ୍ତାନମାନେ ପାପ କଲେ ଲଜ୍ଜାବୋଧ କରନ୍ତି ଏବଂ ସେହି ପାପ ନିମନ୍ତେ ସେମାନେ
ଅନୁତପ୍ତ ହୁଅନ୍ତି। ଏହାପରେ 52 ପର୍ବ 2 ପଦରେ ଲେଖା ଅଛି, ପରମେଶ୍ୱରଙ୍କ ଦୟା ନିତ୍ୟସ୍ଥାୟୀ, ତୁମ୍ଭର ଜିହ୍ୱା ନିତାନ୍ତ ଦୁଷ୍ଟତା କଳ୍ପନା କରି ତୀକ୍ଷ୍ଣ କ୍ଷୁରତୁଲ୍ୟ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରୁଅଛି। ସେହି ଭଣ୍ଡଖ୍ରୀଷ୍ଟ ପ୍ରବଞ୍ଚକ ଓ ସେ କିଛି କାଳ ନିମନ୍ତେ ପ୍ରବଞ୍ଚନାପୂର୍ବକ କାର୍ଯ୍ୟ କରିବ। ସେ 7 ବର୍ଷ ଧରି ସେହିପରି କାର୍ଯ୍ୟ କରିବ। ଈଶ୍ୱର ମଧ୍ୟ ତାହା ସହ୍ୟ କରିବେ, ତାହାକୁ ସୁଯୋଗ ଦେବେ। 3 ପଦରେ ଲେଖା ଅଛି, ତୁମେ ସୁକର୍ମ ଅପେକ୍ଷା କୁକର୍ମକୁ ଓ ଧର୍ମ କଥା ଅପେକ୍ଷା ମିଥ୍ୟା କଥାକୁ ଅଧିକ ଭଲ ପାଉଅଛ। ସେହି ଭଣ୍ଡଖ୍ରୀଷ୍ଟ କୁକର୍ମକୁ ଓ ମିଥ୍ୟା କଥାକୁ ଅଧିକ ଭଲ ପାଇବ। 4 ପଦରେ ଲେଖା ଅଛି, ହେ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ୱେ, ତୁମେ ଯାବତୀୟ ବିନାଶକ କଥା ଭଲ ପାଉଅଛ। ସେହି ଭଣ୍ଡଖ୍ରୀଷ୍ଟର 2ଟି ନାମ ଆମେ ଏହି ଗୀତରେ ଲକ୍ଷ୍ୟ କରୁଅଛୁ। ପ୍ରଥମତଃ ବୀର ଓ ପ୍ରବଞ୍ଚନାପୂର୍ଣ୍ଣ ଜିହ୍ୱେ। ଏହାପରେ 5 ପଦରେ ଲେଖା ଅଛି, ପରମେଶ୍ୱର ତଦ୍ରୂପ ତୁମ୍ଭକୁ ସଦାକାଳ ବିନାଶ କରିବେ। ସେ ତୁମ୍ଭକୁ ଧରି ତୁମ୍ଭ ତମ୍ବୁକୁ ଟାଣି ନେବେ ଓ ଜୀବିତମାନଙ୍କ ଦେଶରୁ ତୁମ୍ଭର ମୂଳୋତ୍ପାଟନ କରିବେ। ଈଶ୍ୱର ତାହାକୁ କେବଳ ବିନାଶ କରିପାରିବେ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ପୁନର୍ବାର ଆଗମନ କରିବେ, ସେତେବେଳେ ସେ ସେହି ଭଣ୍ଡଖ୍ରୀଷ୍ଟକୁ ବିନାଶ କରିବେ। 6-7 ପଦରେ ଲେଖା ଅଛି, ଧାର୍ମିକମାନେ ମଧ୍ୟ ତାହା ଦେଖି ଭୟ କରିବେ ଓ ତାହା ପ୍ରତି ଉପହାସ କରି କହିବେ, ଦେଖ, ଏହି ଲୋକ ପରମେଶ୍ୱରଙ୍କୁ ଆପଣାର ବଳ ସ୍ୱରୂପ କଲା ନାହିଁ, ମାତ୍ର ଆପଣା ଧନର ବାହୁଲ୍ୟରେ ନିର୍ଭର କଲା, ପୁଣି ଆପଣା ଦୁଷ୍ଟତାରେ ଆପଣାକୁ ବଳବାନ କଲା। ଯେତେବେଳେ ଈଶ୍ୱର ସେହି ଭଣ୍ଡଖ୍ରୀଷ୍ଟର ବିଚାର କରି ତାହାର ବିନାଶ ଘଟାଇବେ, ସେତେବେଳେ ଯେଉଁମାନେ ତାହାକୁ ଦେଖି ଭୟ କରୁଥିଲେ ସେମାନେ ତାହାକୁ ପରିହାସ କରିବେ। ତାହାର ପତନ ଘଟିବ। ତାହାର ଧନ, ମାନ ସମ୍ମାନ ଓ ସମସ୍ତ ପ୍ରକାର କୂଟନୀତି ତାହାକୁ ରକ୍ଷା କରିପାରିବ ନାହିଁ। କିନ୍ତୁ ଏହି ସମସ୍ତ ମଧ୍ୟରେ ଈଶ୍ୱରଙ୍କ ସନ୍ତାନମାନେ ଏହିପରି କହିବା ନିମନ୍ତେ ସମର୍ଥ ହେବେ, ଯାହାକି 52 ପର୍ବର 8 ପଦରୁ 9 ପଦ ମଧ୍ୟରେ ଲେଖା ଅଛି, ମାତ୍ର ମୁଁ ପରମେଶ୍ୱରଙ୍କ ଗୃହରେ ସତେଜ ଜିତବୃକ୍ଷ ତୁଲ୍ୟ ଅଛି। ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ଦୟାରେ ବିଶ୍ୱାସ କଲି। ତୁମ୍ଭେ ଏହି କାର୍ଯ୍ୟ ସାଧନ କରିବା ସକାଶୁ ମୁଁ ସଦାକାଳ ତୁମକୁ ଧନ୍ୟବାଦ ଦେବି। ମୁଁ ତୁମ୍ଭ ସଦ୍ଭକ୍ତମାନଙ୍କ ସାକ୍ଷାତରେ ତୁମ୍ଭ ନାମର ଅନୁସରଣ କରିବି, ଯେହେତୁ ତାହା ଉତ୍ତମ। ଏହି କ୍ଷୁଦ୍ର ଗୀତଟି ଆମମାନଙ୍କ ସମ୍ମୁଖରେ ଭାବବାଣୀ ଆକାରରେ ସେହି ଭଣ୍ଡଖ୍ରୀଷ୍ଟକୁ ପ୍ରକାଶ କରେ ଓ ସେହି ଅବଶିଷ୍ଟ ବିଶ୍ୱାସୀମାନଙ୍କୁ ପ୍ରକାଶ କରେ, ଯେଉଁମାନେ କି କିଛି କାଳ ନିମନ୍ତେ ତାହାଦ୍ୱାରା କ୍ଲେଶ ଭୋଗ କରିବେ। ଓ ଯେତେବେଳେ ସେହି ଭଣ୍ଡଖ୍ରୀଷ୍ଟର ପତନ ଘଟିବ, ସେତେବେଳେ ସେମାନେ ଈଶ୍ୱରଙ୍କର ଉପାସନା କରି ତାହାଙ୍କର ପ୍ରଶଂସା କରିବେ। ଏହାପରେ ଆମେ ଗୀତ 53 ପର୍ବ ମଧ୍ୟକୁ ଯିବା। ଏହି 53 ପର୍ବରେ ସେହି ଭଣ୍ଡଖ୍ରୀଷ୍ଟକୁ ମୂର୍ଖ ବୋଲି କୁହାଯାଇଅଛି, ଯିଏକି ଈଶ୍ୱରଙ୍କର ଉପସ୍ଥିତିକୁ ଅସ୍ୱୀକାର କରେ। ଦେଖନ୍ତୁ 53 ପର୍ବର 1ମ ପଦରେ ଲେଖା ଅଛି, ପରମେଶ୍ୱର ନାହାନ୍ତି ବୋଲି ମୂର୍ଖ ଆପଣା ମନେ ମନେ କହିଅଛି, ସେମାନେ ଭ୍ରଷ୍ଟ, ସେମାନେ ଘୃଣାଯୋଗ୍ୟ ଅଧର୍ମ କରିଅଛନ୍ତି, କେହି ସତ୍କର୍ମ କରେ ନାହିଁ। ଏହି ଗୀତଟି ମହଲତ ସ୍ୱରରେ ଦାଉଦଙ୍କର ମସ୍କିଲ। ଏହା ଦାଉଦଙ୍କର ଗୀତ। ମହଲତ ଶବ୍ଦଟି ଅସୁସ୍ଥତା ଓ ଦୁଃଖର ବିଷୟକୁ ପ୍ରକାଶ କରେ ଓ ଏହା ସେହି ଯୁଗାନ୍ତ ସମୟର ଶୋକାର୍ତ୍ତ ଅବସ୍ଥା ସହିତ ଯୋଗାଯୋଗ କରେ, ଯେତେବେଳେ କି ଭଣ୍ଡଖ୍ରୀଷ୍ଟ ଶାସକ ଭାବେ ନିଜର ପ୍ରଭାବ ବିସ୍ତାର କରିବ। ସେ ଜଣେ ନାସ୍ତିକ ଭାବେ ଛିଡ଼ା ହେବ ଓ ଈଶ୍ୱରଙ୍କର ଓ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସ୍ଥିତିକୁ ଅସ୍ୱୀକାର କରିବ। ସେଥିପାଇଁ 1 ଯୋହନ 2 ପର୍ବର 22 ପଦରେ ସେହି ଭଣ୍ଡଖ୍ରୀଷ୍ଟର ଚିହ୍ନ ପ୍ରଦାନ କରାଯାଇଅଛି। ଦେଖନ୍ତୁ, ସେଠାରେ ଏହିପରି ଲେଖା ଅଛି, ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ଯେ ନାସ୍ତି କରେ, ତାହାଠାରୁ ଆଉ ମିଥ୍ୟାବାଦୀ କିଏ? ଯେ ପିତା ଓ ପୁତ୍ରଙ୍କୁ ନାସ୍ତି କରେ, ସେ ତ ସେହି ଖ୍ରୀଷ୍ଟାରୀ। ଯଦି ଆପଣ ଈଶ୍ୱରଙ୍କ ନିକଟକୁ ଆସିବାକୁ ଚାହାନ୍ତି, ତାହେଲେ ଆପଣଙ୍କୁ ବିଶ୍ୱାସ ସହକାରେ ଆସିବାକୁ ହେବ, କାରଣ ବିଶ୍ୱାସ ବିନା ତାହାଙ୍କ ସନ୍ତୋଷ ପାତ୍ର ହେବା ଅସମ୍ଭବ। ସେଥିପାଇଁ ଏବ୍ରୀ 11 ପର୍ବର 6 ପଦରେ ଲେଖା ଅଛି, କାରଣ ବିଶ୍ୱାସ ବିନା ତାହାଙ୍କର ସନ୍ତୋଷ ପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି ଆଉ ସେ ଯେ ତାହାଙ୍କର ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ। ପାଉଲ ଏହି ଭଣ୍ଡଖ୍ରୀଷ୍ଟର କାର୍ଯ୍ୟକଳାପ ନେଇ 2 ଥେସଲୋନିକେ 2 ପର୍ବର 4 ପଦରେ ଏହିପରି ପ୍ରକାଶ କରନ୍ତି, ସେ ଈଶ୍ୱରଙ୍କ ନାମରେ ଖ୍ୟାତ ବା ପୂଜିତ ସମସ୍ତଙ୍କ ବିରୋଧୀ ହୋଇ ନିଜକୁ ସେମାନଙ୍କଠାରୁ ଉନ୍ନତ କରେ। ଏପରିକି ଈଶ୍ୱରଙ୍କ ମନ୍ଦିରରେ ବସି ସେ ଆପଣାକୁ ଈଶ୍ୱର ବୋଲି ଦେଖାଏ। 53 ପର୍ବର 6 ପଦରେ ଏହିପରି ଲେଖା ଅଛି, ଯେବେ ସିଓନଠାରୁ ଇସ୍ରାଏଲର ପରିତ୍ରାଣ ଉପସ୍ଥିତ ହୁଅନ୍ତା। ଏହା ଇସ୍ରାଏଲ ସନ୍ତାନଗଣର ସେହି ଭବିଷ୍ୟତର ସୁରକ୍ଷା ଓ ଉଦ୍ଧାରର ବିଷୟକୁ ପ୍ରକାଶ କରେ। ଈଶ୍ୱର ଏହି ପ୍ରାର୍ଥନାର ଉତ୍ତର ଦେବାକୁ ଯାଉଅଛନ୍ତି।
ସେ ପୁନର୍ବାର ଇସ୍ରାଏଲକୁ ସେମାନଙ୍କର ପ୍ରତିଜ୍ଞାତ ଦେଶର ଅଧିକାରୀ କରାଇବାକୁ ଯାଉଅଛନ୍ତି, ଯେତେବେଳେ କି ସେମାନେ ଶାନ୍ତିରେ, ନିରାପଦରେ ଓ ନିର୍ବିଘ୍ନତାରେ ବାସ କରିବେ। ଏହାପରେ ଆମେ 54 ପର୍ବ ମଧ୍ୟକୁ ଯିବା। ଏହି ଗୀତଟି ସେହି ଭଣ୍ଡଖ୍ରୀଷ୍ଟର ସମୟରେ ବିଶ୍ୱାସର ପ୍ରାର୍ଥନାକୁ ପ୍ରକାଶ କରେ। ଏହି ଚମତ୍କାର ଗୀତଟି ଏହି ଗୀତ ସଂହିତାରେ ସେହି ମହାକ୍ଲେଶର ସମୟର ସମସ୍ୟାକୁ ଭାବବାଣୀ ଆକାରରେ ଉପସ୍ଥାପିତ କରିଅଛି, ଯେପରି ଆମେ ସେହି ମହାକ୍ଲେଶର ସମୟରେ ଈଶ୍ୱରଙ୍କର ଅବଶିଷ୍ଟାଂଶ ଓ ବିଜାତୀୟମାନଙ୍କର ମହାଜନତାଙ୍କର ବିଶ୍ୱାସର ପ୍ରାର୍ଥନାକୁ ଶୁଣିପାରିବା। ଲକ୍ଷ୍ୟ କରନ୍ତୁ ଏହି ଗୀତର ଐତିହାସିକ ପୃଷ୍ଠଭୂମି। 54 ପର୍ବର ଶିରୋନାମାରେ ଲେଖା ଅଛି, ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କିଲ। ଦାଉଦ କ'ଣ ଆମମାନଙ୍କ ମଧ୍ୟରେ ଲୁଚି କରି ନାହିଁ? ସିଫିୟମାନେ ସାଉଲକୁ ଏହି କଥା କହିବା ସମୟରେ ରଚିତ। ତେବେ ଏହି ଘଟଣାର ବିବରଣୀ ପ୍ରଥମ ସାମୁଏଲ ପୁସ୍ତକର 23 ପର୍ବରେ ଉଲ୍ଲେଖ ହୋଇଥିବାର ଆମେ ଲକ୍ଷ୍ୟ କରିସାରିଛୁ। ଯେତେବେଳେ ଦାଉଦ ଜାଣିବାକୁ ପାରିଲେ ଯେ ଏହି ସିଫିୟମାନେ ତାହାଙ୍କର ଲୁଚି ରହିବାର ବିଷୟକୁ ସାଉଲଙ୍କୁ ଜଣାଇ ଦେଇଛନ୍ତି, ସେତେବେଳେ ସେ ଏହି ପ୍ରାର୍ଥନାର ଗୀତ ଗାନ କରିଥିଲେ। 54 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ତୁମ ନାମ ଦ୍ୱାରା ମୋତେ ପରିତ୍ରାଣ କର ଓ ତୁମ ପରାକ୍ରମରେ ମୋହର ବିଚାର କର। ହେ ପରମେଶ୍ୱର, ମୋହର ପ୍ରାର୍ଥନା ଶୁଣ, ମୋ ମୁଖର କଥାରେ କର୍ଣ୍ଣପାତ କର। ଦାଉଦ ପ୍ରତାରିତ ହୋଇଥିଲେ। ଆମେ ମଧ୍ୟ ଜାଣୁ ଯେ ସେହି ମହାକ୍ଲେଶର ସମୟରେ ଭାଇ ଭାଇକୁ ଧରାଇଦେବ। ଏ ସେହି ଈଶ୍ୱରବିହୀନ ଦଳ ଯେଉଁମାନେ କି ଦାଉଦଙ୍କୁ ଶତ୍ରୁ ହସ୍ତରେ ଧରାଇ ଦେଇଥିଲେ। ସେହି ମହାକ୍ଲେଶର ସମୟରେ ଈଶ୍ୱରବିହୀନ ଭଣ୍ଡଖ୍ରୀଷ୍ଟ କ୍ଷମତାପ୍ରାପ୍ତ ହେବ ଓ ସେହି ଅବଶିଷ୍ଟ ଜିହୁଦୀମାନେ ଭଣ୍ଡଖ୍ରୀଷ୍ଟର ଅଧୀନରେ ରହି ଭୟଙ୍କର କ୍ଲେଶ ଭୋଗ କରିବେ। ଏହାପରେ 3 ପଦରେ ଲେଖା ଅଛି, କାରଣ ଅପରିଚିତ ଲୋକମାନେ ମୋ ବିରୁଦ୍ଧରେ ଉଠିଅଛନ୍ତି, ପୁଣି ଦୁରନ୍ତ ଲୋକମାନେ ମୋ ପ୍ରାଣ ଖୋଜିଅଛନ୍ତି। ସେମାନେ ପରମେଶ୍ୱରଙ୍କୁ ଆପଣା ସମ୍ମୁଖରେ ରଖିନାହାନ୍ତି। ଦାଉଦ ଭୟଙ୍କର ଦୁର୍ଦ୍ଦଶା ମଧ୍ୟରେ ଥିଲେ। ଠିକ୍ ସେହିପରି ସେହି ମହାକ୍ଲେଶର ସମୟରେ ଅବଶିଷ୍ଟ ଜିହୁଦୀମାନେ ଦୁର୍ଦ୍ଦଶା ମଧ୍ୟ ଦେଇ ଗତି କରିବେ। ଶେଷରେ ଏହି ଗୀତଟି ଈଶ୍ୱରଙ୍କର ସାହାଯ୍ୟ ଉପରେ ଦୃଢ଼ ବିଶ୍ୱାସର ସ୍ୱୀକାରୋକ୍ତିରେ ସମାପ୍ତ ହୁଏ। 54 ପର୍ବର 4 ପଦରୁ 7 ପଦ ମଧ୍ୟରେ ଏହିପରି ଲେଖା ଅଛି, ଦେଖ, ପରମେଶ୍ୱର ମୋହର ସାହାଯ୍ୟକାରୀ, ପ୍ରଭୁ ମୋ ପ୍ରାଣରକ୍ଷକମାନଙ୍କର ମଧ୍ୟବର୍ତ୍ତୀ। ସେ ମୋ ଶତ୍ରୁମାନଙ୍କ ପ୍ରତି ମନ୍ଦତାର ଫଳ ଦେବେ। ତୁମ୍ଭେ ଆପଣା ସତ୍ୟତାରେ ସେମାନଙ୍କୁ ବିନାଶ କର। ମୁଁ ସ୍ୱେଚ୍ଛାଦତ୍ତ ଉପହାର ନେଇ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି। ହେ ସଦାପ୍ରଭୁ, ମୁଁ ତୁମ୍ଭ ନାମର ଧନ୍ୟବାଦ କରିବି, କାରଣ ତାହା ଉତ୍ତମ, ଯେହେତୁ ସେ ମୋତେ ସମସ୍ତ ବିପଦରୁ ଉଦ୍ଧାର କରିଅଛନ୍ତି। ଆଉ ମୋ ଶତ୍ରୁଗଣ ଉପରେ ମୋର ବାଞ୍ଛା ସଫଳ ହେବାର ମୋର ଚକ୍ଷୁ ଦେଖିଅଛି। ଆମେ ଐତିହାସିକ ବିବରଣୀରୁ ଜାଣୁ ଯେ ଈଶ୍ୱର ଦାଉଦଙ୍କୁ ସେହି ସିଫିୟମାନଙ୍କର କୂଟଚକ୍ରାନ୍ତରୁ ଉଦ୍ଧାର କଲେ ଓ ସେହି ଅବଶିଷ୍ଟ ଜିହୁଦୀମାନେ ମଧ୍ୟ ଈଶ୍ୱରଙ୍କର ସେହି ଭବିଷ୍ୟତର ଉଦ୍ଧାର କାର୍ଯ୍ୟ ଉପରେ ନିର୍ଭର ରଖିପାରିବେ। ଈଶ୍ୱର ନିଶ୍ଚିତ ଭାବେ ସେମାନଙ୍କୁ ଉଦ୍ଧାର କରିବେ ଓ ତାହାଙ୍କର ପ୍ରତିଜ୍ଞାକୁ ସଫଳ କରିବେ। ଏହାପରେ 55 ପର୍ବ ମଧ୍ୟକୁ ଯିବା। ଏହି 55 ଗୀତଟି ସେହି ଭଣ୍ଡଖ୍ରୀଷ୍ଟର ଅଧୀନରେ ଥିବା ଅନ୍ଧକାରର ଦିନଗୁଡ଼ିକୁ ଉପସ୍ଥାପିତ କରେ। ଏହି ଗୀତଟି 4 ପର୍ବ ସମ୍ମିଳିତ ଭଣ୍ଡଖ୍ରୀଷ୍ଟର ଅଧ୍ୟାୟକୁ ସମାପ୍ତ କରେ। ଏହା ସେହି ମହାକ୍ଲେଶର ସମୟର ସବୁଠାରୁ ଅନ୍ଧକାରମୟ ସମୟକୁ ପ୍ରକାଶ କରେ, ଯେଉଁ ସମୟରେ କି ଭଣ୍ଡଖ୍ରୀଷ୍ଟ ଅତିମାତ୍ରାରେ ତାହାର ପ୍ରଭାବ ବିସ୍ତାର କରିବ। ତେବେ ଏହି ଗୀତର ପୃଷ୍ଠଭୂମି ଯଦିଓ ପ୍ରଦାନ କରାଯାଏ ନାହିଁ, ମାତ୍ର ସମ୍ଭବତଃ ଦାଉଦ ତାହାଙ୍କ ପୁତ୍ର ଅବସାଲମକୁ ଭୟ କରି ତାହାଙ୍କ ହସ୍ତରୁ ରକ୍ଷା ପାଇବା ନିମନ୍ତେ ଜେରୁସାଲମକୁ ଛାଡ଼ି, ଅର୍ଥାତ୍ ତାହାଙ୍କର ସବୁଠାରୁ ପ୍ରିୟ ନଗରୀକୁ ଛାଡ଼ି ପ୍ରାନ୍ତର ମଧ୍ୟକୁ ପଳାଇଯିବା ପରେ ତାହାଙ୍କର ଅତି ଘନିଷ୍ଠ ବନ୍ଧୁ ଓ ତାହାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଅହିଥୋଫଲ ଅବସାଲମର ପକ୍ଷ ନେଇ ଦାଉଦଙ୍କ ସହିତ ଶତ୍ରୁତା ଆଚରଣ କଲା ଓ ତାହାଙ୍କ ସହିତ ପ୍ରତାରଣା କଲା, ଯାହାକି ଆମେ 2 ସାମୁଏଲ 15 ପର୍ବର 30ରୁ 31 ପଦରେ ଲକ୍ଷ୍ୟ କରିବାକୁ ପାରୁ। ତେଣୁ ଦାଉଦ ଯେତେବେଳେ ତାହା ଜାଣିବାକୁ ପାରିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, ହେ ସଦାପ୍ରଭୁ, ବିନୟ କରୁଅଛି, ଅହିଥୋଫଲର ମନ୍ତ୍ରଣାକୁ ମୂର୍ଖତା କର। ଆଉ ଈଶ୍ୱର ତାହା ହିଁ ଘଟାଇଲେ। ସେ ଅହିଥୋଫଲର ମନ୍ତ୍ରଣାକୁ ମୂର୍ଖତାର ବିଷୟ କଲେ। 55 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ହେ ପରମେଶ୍ୱର, ମୋ ପ୍ରାର୍ଥନାରେ କର୍ଣ୍ଣପାତ କର। ମୋ ବିନତିରୁ ଆପଣଙ୍କୁ ଲୁଚାଅ ନାହିଁ। ମୋ ପ୍ରତି ମନୋଯୋଗ କରି ମୋତେ ଉତ୍ତର ଦିଅ। ଶତ୍ରୁମାନଙ୍କ ରବ ସକାଶୁ, ଦୁଷ୍ଟମାନଙ୍କ ଦୌରାତ୍ମ୍ୟ ସକାଶୁ ମୁଁ ଭାବନାରେ ଅସ୍ଥିର ହୋଇ ରୋଦନ କରୁଥାଏ। ଦାଉଦ କହନ୍ତି, ପ୍ରଭୁ, ମୁଁ ଭୟଙ୍କର ଦୁର୍ଦ୍ଦଶାରେ ପଡ଼ିଅଛି। ମୁଁ ଜଣେ ବନ୍ଧୁ ଦ୍ୱାରା ପ୍ରତାରିତ ହୋଇଅଛି, ମାତ୍ର ତୁମେ ମୋତେ ରକ୍ଷା କର।
3 ପଦରୁ 6 ପଦ ମଧ୍ୟରେ ଲେଖା ଅଛି, କାରଣ ସେମାନେ ମୋ ଉପରେ ଅଧର୍ମ ଆରୋପ କରନ୍ତି ଓ କ୍ରୋଧରେ ମୋତେ ନିଗ୍ରହ କରନ୍ତି। ମୋ ଅନ୍ତରରେ ମୋ ହୃଦୟ ଅତ୍ୟନ୍ତ ବ୍ୟଥିତ ହେଉଅଛି ଓ ମୋ ଉପରେ ମୃତ୍ୟୁର ତ୍ରାସ ପଡ଼ିଅଛି। ମୋତେ ଭୟ ଓ କମ୍ପ ଆକ୍ରମଣ କରିଅଛି, ପୁଣି ମହାତ୍ରାସ ମୋତେ ଆଚ୍ଛନ୍ନ କରିଅଛି। ଏଣୁ ମୁଁ କହିଲି, ଯେବେ କପଟ ପରି ମୋହର ପକ୍ଷ ଥାନ୍ତା, ତେବେ ମୁଁ ଉଡ଼ିଯାଇ ବିଶ୍ରାମ ପାଆନ୍ତି। ଏହା ହିଁ ଥିଲା ନିଜର ବନ୍ଧୁମାନଙ୍କ ଦ୍ୱାରା ପ୍ରତାରିତ ହେବାରେ ଦାଉଦଙ୍କର ତିକ୍ତ ଅନୁଭୂତି। ଏହା ମଧ୍ୟ ସେହି ଆଗାମୀ ମହାକ୍ଲେଶର ସମୟରେ ଇସ୍ରାଏଲ ଭଣ୍ଡଖ୍ରୀଷ୍ଟ ଦ୍ୱାରା ପ୍ରତାରିତ ହେବାର ପ୍ରତିଛବି। ଏହା ଅତି ଦୁଃଖଦାୟକ ଯେତେବେଳେ ଆପଣ ନିଜର ଅତି ଘନିଷ୍ଠ ବନ୍ଧୁ ଦ୍ୱାରା ପ୍ରତାରିତ ହୁଅନ୍ତି, ନିଜ ଲୋକମାନଙ୍କ ଦ୍ୱାରା ପ୍ରତାରିତ ହୁଅନ୍ତି, ଯାହା ଉପରେ ବିଶ୍ୱାସ କରନ୍ତି ତାହା ଦ୍ୱାରା ପ୍ରତାରିତ ହୁଅନ୍ତି। ଆଉ ଏହା ସହ୍ୟ କରିବା ମଧ୍ୟ ଅତି କଷ୍ଟକର, ଏହା ଅତି ଆଘାତଦାୟକ, ଯାହାକି ଇସ୍କରିୟତ ଯହୂଦା ମଧ୍ୟ ପ୍ରଭୁ ଯୀଶୁଙ୍କ ପ୍ରତି କରିଥିଲା। ତେବେ ଆଜି କ'ଣ ଆମେ ସେ ପ୍ରକାର କରୁନାହୁଁ କି? ଆଜି କ'ଣ ଆମେ ଛଳନାପୂର୍ଣ୍ଣ ଜୀବନଯାପନ କରୁନାହୁଁ କି? ଆଜି କ'ଣ ଆମେ ପ୍ରତାରଣାପୂର୍ଣ୍ଣ ଜୀବନଯାପନ କରୁନାହୁଁ କି? ଆମମାନେ ଉପରେ କେବଳ ପ୍ରଭୁ ପ୍ରଭୁ ବୋଲି କହୁ, ମାତ୍ର ଭିତରେ ସବୁକିଛି କରୁ। 13 ପଦରେ ଲେଖା ଅଛି, ମାତ୍ର ମୋ ସମାନ ମନୁଷ୍ୟ ମୋର ସଙ୍ଗୀ ଓ ମୋର ଆତ୍ମୀୟ ଯେ ତୁମ୍ଭେ ତାହା କଲ। ଦେଖନ୍ତୁ, ଦାଉଦ ଏଠାରେ ଅହିଥୋଫେଲ ବିଷୟରେ କହନ୍ତି। ଏହା ମଧ୍ୟ ସେହି ଭଣ୍ଡଖ୍ରୀଷ୍ଟର ପ୍ରତିଛବି ଯିଏକି ଇସ୍ରାଏଲ ଜାତିକୁ ପ୍ରତାରିତ କରିବ। ସେ ସେମାନଙ୍କର ବନ୍ଧୁ ବୋଲି ଛଳନା କରିବ ଓ ସେମାନଙ୍କ ସଙ୍ଗେ ନିୟମ କରିବ, ମାତ୍ର ସେମାନଙ୍କୁ ଶେଷରେ ଶତ୍ରୁ ହସ୍ତରେ ଧରାଇ ଦେବ। 16 ଓ 17 ପଦରେ ଲେଖା ଅଛି, ମାତ୍ର ମୁଁ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରିବି, ପୁଣି ସଦାପ୍ରଭୁ ମୋତେ ପରିତ୍ରାଣ କରିବେ। ସନ୍ଧ୍ୟା ଓ ପ୍ରଭାତ ଓ ମଧ୍ୟାହ୍ନ କାଳରେ ମୁଁ ଭାବନା କରି ରୋଦନ କରିବି, ଆଉ ସେ ମୋ ରବ ଶୁଣିବେ। ଦାଉଦ ଶତ୍ରୁ ଦ୍ୱାରା ଏତେ ଦୂର ଦୁର୍ଦ୍ଦଶାଗ୍ରସ୍ତ ହୋଇଥିଲେ ଯେ ସେ ସନ୍ଧ୍ୟା, ପ୍ରଭାତ ଓ ମଧ୍ୟାହ୍ନ କାଳରେ ମଧ୍ୟ ପ୍ରାର୍ଥନା କରୁଥିଲେ। ପ୍ରିୟ ବନ୍ଧୁ, ଶତ୍ରୁ ଆପଣଙ୍କ ଜୀବନରେ ଗୋଟିଏ ଉତ୍ତମ କାର୍ଯ୍ୟ କରିପାରେ, ତାହା ହେଉଛି ଆପଣଙ୍କୁ ଅଧିକରୁ ଅଧିକ ପ୍ରାର୍ଥନା କରିବା ପାଇଁ ବାଧ୍ୟ କରାଏ, ଯାହାକି ଆପଣ ପୂର୍ବରୁ ସେପରି କରିପାରୁନଥିଲେ। ଆପଣ ପ୍ରାର୍ଥନା କରିବା ପାଇଁ ବାଧ୍ୟ ହେବେ। କିନ୍ତୁ ଆଜି ଆମମାନଙ୍କର କାର୍ଯ୍ୟ କ'ଣ? ଆଜି କ'ଣ ଆମେ ପ୍ରାର୍ଥନାଶୀଳ ଜୀବନଯାପନ କରିପାରୁଛୁ କି? ଆଜି କ'ଣ ଆମେ ଶୈତାନ ଉପରେ ବିଜୟୀ ଜୀବନ ଯାପନ କରିବା ପାଇଁ ପ୍ରାର୍ଥନାରେ ସମୟ ଅତିବାହିତ କରୁଛୁ କି? ଏହାପରେ 55 ପର୍ବର 21 ପଦରେ ଏହିପରି ଲେଖା ଅଛି, ତାହାର ମୁଖ ଲବଣୀତୁଲ୍ୟ ଚିକ୍କଣ, ମାତ୍ର ତାହାର ଅନ୍ତଃକରଣ ଯୁଦ୍ଧପୂର୍ଣ୍ଣ। ତାହାର କଥା ସବୁ ତୈଳଠାରୁ କୋମଳ, ତଥାପି ତାହା ସବୁ ନିଷ୍କୋଷ ଖଡ଼୍ଗ ତୁଲ୍ୟ। ଏହା ଯଦିଓ ଅହିଥୋଫେଲର ପ୍ରତାରଣାପୂର୍ଣ୍ଣ ଜୀବନକୁ ପ୍ରକାଶ କରେ, ମାତ୍ର ଏହା ସେହି ଭଣ୍ଡଖ୍ରୀଷ୍ଟର ପ୍ରତିଛବି। ସେ ମିଥ୍ୟାବାଦୀ, ପ୍ରତାରଣାକାରୀ। 22 ପଦରେ ଲେଖା ଅଛି, ତୁମେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତାହେଲେ ସେ ତୁମକୁ ସମ୍ଭାଳିବେ। ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ। ପ୍ରିୟ ବନ୍ଧୁ, ପ୍ରଭୁଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରନ୍ତୁ, ତାହେଲେ ସେ ଆପଣଙ୍କୁ ସମ୍ଭାଳିବେ। ସେହି ମହାକ୍ଲେଶର ସମୟରେ ଇସ୍ରାଏଲ ଜାତି ପ୍ରଭୁଙ୍କ ପ୍ରତି ଫେରିବେ ଓ ପ୍ରଭୁ ମଧ୍ୟ ସେମାନଙ୍କୁ ସମ୍ଭାଳିବେ। ସେ ସେମାନଙ୍କୁ ସୁରକ୍ଷା କରିବେ। ଆଉ ଆଜି ମଧ୍ୟ ପ୍ରଭୁ ଆମମାନଙ୍କୁ ରକ୍ଷା କରିବେ। 23 ପଦରେ ଲେଖା ଅଛି, ମାତ୍ର ହେ ପରମେଶ୍ୱର, ତୁମେ ସେମାନଙ୍କୁ ସର୍ବନାଶର ଗର୍ତ୍ତକୁ ଆଣିବ। ରକ୍ତ ପିପାସୁ ଓ ପ୍ରବଞ୍ଚକ ଲୋକମାନେ ଆପଣା ଆପଣା ଆୟୁଷର ଅର୍ଦ୍ଧେକ ବଞ୍ଚିବେ ନାହିଁ, ମାତ୍ର ମୁଁ ତୁମ୍ଭ ଉପରେ ନିର୍ଭର କରିବି। ପ୍ରିୟ ବନ୍ଧୁ, ଆଜି ଆମମାନେ କ'ଣ କରୁଅଛୁ? ଆମେ କିପରି ଏହି ଜଗତରେ ଜୀବନଯାପନ କରୁଅଛୁ? ଆମେ କ'ଣ ଶତ୍ରୁର ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରୁଛୁ, ନା ସେମାନଙ୍କୁ ଘୃଣା କରି ସେମାନଙ୍କର ସମାଲୋଚନା କରୁଛୁ? କିମ୍ବା ଆମେ ପ୍ରତାରିତ ହେବା ଦ୍ୱାରା କ୍ରନ୍ଦନ କରୁଅଛୁ? କିନ୍ତୁ ଆମମାନଙ୍କ ନିମନ୍ତେ ଗୋଟିଏ ରାସ୍ତା ଅଛି। ଆମେ ପ୍ରଭୁଙ୍କ ନିକଟରେ ନିର୍ଭର କରିପାରିବା। ତାହେଲେ ପ୍ରଭୁ ସମସ୍ତ ବିଷୟରେ ଆମମାନଙ୍କୁ ସମ୍ଭାଳିବେ। ଆଜି କ'ଣ ଆମେ ତାହା କରିବା ନାହିଁ କି? ପ୍ରଭୁ ସାହାଯ୍ୟ କରନ୍ତୁ, ଯେପରି ଆମେ ସର୍ବାବସ୍ଥାରେ ତାହାଙ୍କ ଉପରେ ନିର୍ଭର ଦେଇ ଆଗେଇ ଚାଲିବା। ଖ୍ରୀଷ୍ଟୀୟ ଜୀବନ ଏକ ବାଧାବିଘ୍ନ ପ୍ରତିବନ୍ଧକର ଜୀବନ, ଆଉ ସେଇ ବାଧାବିଘ୍ନ ପ୍ରତିବନ୍ଧକ ମଧ୍ୟ ଦେଇ ଖ୍ରୀଷ୍ଟ ବିଶ୍ୱାସୀ ଆଗେଇ ଯାଏ। ଆଉ ଏହି ସମସ୍ତ ପରିସ୍ଥିତି ମଧ୍ୟ ଦେଇ ପ୍ରଭୁ ତାହାଙ୍କ ଲୋକମାନଙ୍କ ହୃଦୟରେ କଥା କହିଥାନ୍ତି, ଯାହାକି ଆମେ ଦାଉଦଙ୍କ ଜୀବନରେ ମଧ୍ୟ ଲକ୍ଷ୍ୟ କରିବାକୁ ପାରୁ। ଦାଉଦ ତାଙ୍କ ଜୀବନରେ
କେତେ ଝଡ଼ଝଞ୍ଜା କେତେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଜୀବନରେ ସେ ଅନେକ ଉତ୍ଥାନ ଓ ପତନର ସମ୍ମୁଖୀନ ହୋଇଛନ୍ତି, କିନ୍ତୁ ପ୍ରଭୁ ତାହାଙ୍କୁ ଛାଡ଼ିଦେଲେ ନାହିଁ କି ସେ ପ୍ରଭୁଙ୍କୁ ଛାଡ଼ି ନଥିଲେ। ତେଣୁକରି ସମୟ ଆସିଲା ପ୍ରଭୁ ତାହାଙ୍କୁ ଉଚ୍ଚୀକୃତ କଲେ, ପ୍ରଭୁ ତାହାଙ୍କୁ ରାଜପଦରେ ଅଭିଷିକ୍ତ କଲେ। ପ୍ରିୟ ବନ୍ଧୁ, ଆମମାନେ ଯଦି ଆମମାନଙ୍କର ସମସ୍ତ ସମସ୍ୟାର ଭାର ପ୍ରଭୁଙ୍କ ହସ୍ତରେ ଦେବା ଏବଂ ପ୍ରଭୁଙ୍କଠାରୁ ତହିଁର ସମାଧାନ ଲୋଡ଼ିବା, ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଆମମାନଙ୍କୁ ସାହାଯ୍ୟ କରିବେ। ଆଉ ସେହି ସମସ୍ତ ଅନୁଭୂତି ମଧ୍ୟ ଦେଇ ଆମେ ପ୍ରଭୁଙ୍କର ମହାନ ଶକ୍ତିର କାର୍ଯ୍ୟକୁ ଅନୁଭବ କରିପାରିବା। ତେଣୁକରି ପ୍ରିୟ ବନ୍ଧୁ, ଆପଣଙ୍କ ଜୀବନରେ ଯେକୌଣସି ସମସ୍ୟା ଆସୁଛି ବା ଯେକୌଣସି ପ୍ରକାର ଜଟିଳତା ପରିସ୍ଥିତି ଆସୁଅଛି, ତାହାକୁ ଦେଖି ଆପଣ ଭୟ କରନ୍ତୁ ନାହିଁ, ଭାଙ୍ଗି ପଡ଼ନ୍ତୁ ନାହିଁ। ମାତ୍ର ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସରେ ସ୍ଥିର ରୁହନ୍ତୁ। ତାହେଲେ ସେ ଆପଣଙ୍କୁ ସମ୍ଭାଳିବେ, ସେ ଆପଣଙ୍କୁ ସୁରକ୍ଷା କରିବେ, ଆଉ ଆପଣଙ୍କର ବିଶ୍ୱାସ ମଧ୍ୟ ତାହାଙ୍କଠାରେ ଆହୁରି ଦୃଢ଼ୀଭୂତ ହେବ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆମମାନେ ଜୀବନର ପ୍ରତି ଅବସ୍ଥାରେ ତାହାଙ୍କ ଉପରେ ବିଶ୍ୱାସରେ ସ୍ଥିର ରହି ଆଗେଇ ଚାଲିବା। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଆମେ ଅଧ୍ୟୟନ କରୁଥିଲୁ ଯେ ଇଦୋମୀୟ ଦୋୟଗ ସାଉଲଙ୍କୁ ଦାଉଦ ଯେ ଅବିମେଲେକଙ୍କ ପାଖରେ ଅଛନ୍ତି ବୋଲି ସମ୍ବାଦ ଦେବା ସମୟରେ ସେ ରଚନା କରିଛନ୍ତି। ଆମେ ଲକ୍ଷ୍ୟ କଲୁ ଯେ ତାଙ୍କ ଅବସ୍ଥା କ'ଣ ଥିଲା, ସେ କିପରି ଆପଣା ପ୍ରାଣ ରକ୍ଷା କରିବା ପାଇଁ ଦୌଡ଼ୁଥିଲେ। ଦୁଃଖ ସମସ୍ୟା ଓ ବିପଦର ମଧ୍ୟରେ ଦାଉଦ ଈଶ୍ୱରଙ୍କ ଉପରେ ନିର୍ଭର ରଖୁଛନ୍ତି। ସେ କୌଣସି ମନୁଷ୍ୟ ଉପରେ ନିର୍ଭର ରଖିନଥିଲେ। ଦାଉଦ ଏକଥା ଭଲ ଭାବେ ଜାଣିଥିଲେ ଯେ ସେ ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ଭରସା କରିଛନ୍ତି। ଆଜି ଆମମାନଙ୍କ ନିର୍ଭରଶୀଳତା କାହା ଉପରେ? ଆମ ଦୁଃଖ ସମସ୍ୟା ଓ କଷ୍ଟର ସମୟରେ ଆମେ କ'ଣ ଈଶ୍ୱରଙ୍କ ଉପରେ ନିର୍ଭର ରଖିଛୁ କି? ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ଅତ୍ୟନ୍ତ ଦୟାଳୁ ପ୍ରେମମୟ ପ୍ରଭୁ, ଆମେ ତୁମର ଧନ୍ୟବାଦ କରୁଅଛୁ, ତୁମ ପ୍ରଶଂସା ତୁମ ସ୍ତୁତି ବନ୍ଦନା କରୁଅଛୁ। ପ୍ରଭୁ, ତୁମେ ଦାଉଦଙ୍କ ଜୀବନରୁ ଆଜି ଆମମାନଙ୍କୁ କଥା କହିଛ। ଦାଉଦ ତାଙ୍କ ଜୀବନର ଦୁଃଖ କଷ୍ଟ ସମସ୍ୟା ମଧ୍ୟରେ ସେ କେବଳ ତୁମ ଉପରେ ନିର୍ଭର ରଖିଥିଲେ, ତୁମ ଶରଣାଗତ ହୋଇଥିଲେ। ପ୍ରଭୁ, ତାଙ୍କ ସମସ୍ୟା ଯେତେ ବଡ଼ ଥିଲା ସେ ସେତିକି ତୁମ ଉପରେ ବିଶ୍ୱାସ ସ୍ଥାପନ କରିଥିଲେ। ପ୍ରଭୁ, ତୁମେ ଆମମାନଙ୍କୁ ସେଇ ମନ ଦିଅ, ସେଇ ବିଶ୍ୱାସ ଦିଅ। ଆମେ ଯେପରି ପ୍ରଭୁ ଆମମାନଙ୍କ ଜୀବନର ସବୁ ପରିସ୍ଥିତିରେ ତୁମ ଉପରେ ନିର୍ଭର ରଖିବୁ, ସେଇ ଅନୁଗ୍ରହ ତୁମେ ଦାନ କର। ପ୍ରଭୁ, ତୁମେ ଆମମାନଙ୍କ ପ୍ରାର୍ଥନା ଶୁଣିଲେ ଧନ୍ୟବାଦ ଦେଇ ଏହି ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗିଲୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଗତ ପ୍ରଶ୍ନର ଉତ୍ତରଟି ହେଲା ବି ନାଥନ୍। ଆଜିର ପ୍ରଶ୍ନଟି ହେଲା ମହଲତ ଶବ୍ଦଟି କେଉଁ ବିଷୟକୁ ଉପସ୍ଥାପିତ କରେ? ଏ ଆନନ୍ଦ, ବି ବିଚାର, ସି ଅସୁସ୍ଥତା ଓ ଦୁଃଖ, ଡି ଧୈର୍ଯ୍ୟ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। जदि आपको आम कार्यक्रम भल लगुच तेबे 0444908126 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले रायगड़ारू अनंत रेड्डी।